ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା କାହିଁକି ପାଳନ କରାଯାଏ ଆଉ ପାଳନ କଲେ କଣ କଣ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହି ବିଷୟରେ ଆମେ ଟିକେ ଜାଣିବା। ଅକ୍ଷୟ ତୃତୀୟା ଓଡ଼ିଶାର ଏକ ଅତି ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ପର୍ବ। ଓଡ଼ିଶାରେ ଚାଷୀମାନେ ଏହି ଦିନକୁ ଅକ୍ଷିମୁଠି ଅନୁକୂଳ ଭାବେ ପାଳନ କରନ୍ତି। ନୂଆ ଲୁଗା ପିନ୍ଧି ହାତରେ ବିହନ ଥାଳି ଧରି ଚାଷ ଜମିକୁ ଯାଆନ୍ତି। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରି ଜମିରେ ପ୍ରଥମ ବିହନ ବୁଣି ଚାଷ କାମର ଶୁଭାରମ୍ଭ କରନ୍ତି। ଶ୍ରୀମନ୍ଦିର ପରମ୍ପରାରେ ଏହି ଦିନର ବିଶେଷ ମହତ୍ତ୍ୱ ରହିଛି। ରଥ ଅନୁକୂଳ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଅନୁକୂଳ ଏହି ଦିନ ହିଁ କରାଯାଏ। ଏହି ଦିନଠାରୁ ମହାପ୍ରଭୁଙ୍କର 21 ଦିନିଆ ପ୍ରସିଦ୍ଧ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଅକ୍ଷୟ ତୃତୀୟାକୁ ଏକ ଅବୁଝା ମୁହୂର୍ତ୍ତ କୁହାଯାଏ, ଅର୍ଥାତ୍ ଏହି ଦିନ କୌଣସି ଶୁଭ କାମ ପାଇଁ ପାଞ୍ଜି ଦେଖିବା ଦରକାର ପଡ଼େ ନାହିଁ। ନୂଆ ଘର ପ୍ରତିଷ୍ଠା, ବିବାହ ବ୍ରତ ଘର କିମ୍ବା ବ୍ୟବସାୟ ଆରମ୍ଭ ପାଇଁ ଏହା ଏକ ଶ୍ରେଷ୍ଠ ଦିନ। ଏହି ଦିନ ସୁନା କିମ୍ବା ରୂପା କିଣିବା ଶୁଭ ମନାଯାଏ। ବିଶ୍ୱାସ ଅଛି ଯେ ଏହି ଦିନ କିଛି କିଣିଲେ ତାହା ଘରକୁ ସମୃଦ୍ଧି ଆଣିଥାଏ। ଘରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରି ପିତୃପୁରୁଷଙ୍କୁ ଜଳଦାନ କରାଯାଏ। ଏହି ଦିନ ଅନେକ ସ୍ଥାନରେ ଦହି ପଖାଳ, କଞ୍ଚା ଆମ୍ବ ପଣା ଏବଂ ନୂଆ ଫଳ ଭୋଗ କରାଯାଏ। ମନେ ରଖନ୍ତୁ, ଅକ୍ଷୟ ତୃତୀୟା ହେଉଛି ଅଫୁରନ୍ତ ପୁଣ୍ୟର ଦିନ। ତେଣୁ ଏହି ଦିନ କିଛି ସାହାଯ୍ୟ କିମ୍ବା ଦାନ କଲେ ତାହାର ଫଳ ଅକ୍ଷୟ ହୋଇ ରହେ। ଧନ୍ୟବାଦ। ଜୟ ଜଗନ୍ନାଥ।